ନା ଶୁଭ ସକାଳ। ଆଉ କେମିତି ଅଛ? ଭଲ ଅଛ ତ? ତ ସେମିତି ଭଲରେ ଥାଅ। ତ ସକାଳୁ ସକାଳୁ ଉଠିଲି, ଶୋଇଥିଲି। ବାପା ଚା ଦେଇକିରି ଗଲେଣି ତଳି ଉପରିବାକୁ। ଆଉ ଘର କାମ ବି ଚାଲିଥିଲା। ଆପଣମାନଙ୍କୁ ଭିଡ଼ିଓ ବି ଗୋଟେ ବି କିଛି ଘରର କିଛି ଭିଡ଼ିଓ ଦେଖେଇନି, କେବଳ ସେତିକିବେଳେ ବାଲିର ଭିଡ଼ିଓ ଦେଖେଇଥିଲି। ବାଲି ମିଳିନଥିଲା ବୋଲି। ବାଲି ମିଳିଲା, ହେଲେ 13,000 ଟଙ୍କା ମିଳିଲା ବାଲି। ତ ପକେଇକିରି କାମ ହେଇଗଲା। ଘର ହେଇସାରିଛି, ଟୋଟାଲି ଛାତ ଫାତ ପଡ଼ିଯାଇଛି। ତ ଘର ବି ଆପଣଙ୍କୁ ଦେଖେଇନି। ତ ଏବେ ଶୋଇକି ଉଠିଲି, ବାପା ଚା ଦେଇକି ଗଲେ। ତ ତଳି ଉପରିବାକୁ ଯିବି ଏବେ। ତ ଭାବୁଥିଲି ଚାଳ ଘର କ'ଣ ସେପଟେ ଯେଉଁ ମୁଁ ଦେଖେଇଥିଲି, ତ ସବୁବେଳେ ପାଇଁ ଭିଡ଼ିଓ ଦେଖେ, ସେପଟେ ଯେଉଁ ନୂଆ ଜାଗା ଏଇଟା, ସେଇଟା ହେଉଛି ପୁରୁଣା ଜାଗା ଛାଡ଼ିକି ଆସିବା ପରେ ଏଇ ନୂଆ ଜାଗାରେ ଗୋଟେ ଚାଳ ଘର ଥିଲା। ସେ ଚାଳ ଘରେ ଶୁଆ ବସା ଆମର ରହୁଛୁ, ବାପା ପୁଅ ଆମେ 2 ଜଣ। ସେପଟକୁ ଆର ବର୍ଷକୁ ସେପଟକୁ ମାନେ ନୂଆ ଘର ହେଇଯାଇ ଯୋଉଟା ପ୍ଲାଷ୍ଟର ଫ୍ଲାଷ୍ଟର ହେଲେ ସେପଟକୁ ଆମେ ସିଫ୍ଟ କରିବୁ। ତ ଚାଲନ୍ତୁ ଯିବା ଦେଖିବା ନୂଆ ଘରଟା। ମୋ ଷଣ୍ଢଟା ବି ଥୁଆ ହେଇଛି। ତ ଫାଇନାଲ ଦେଖନ୍ତୁ, ଇଏ ହେଉଛି ଦେଖୁଥିବେ, ଏଇଟା ହେଉଛି ଘର। ଏଇଟା ହେଉଛି ପୁଟିକଟା। ଭିତରୁ ଯିବା ଟିକେ। ଠିଅ ଫିଅ ଏତେବେଳେ ଖୋଲା ହେଇନି, 10-20 ଦିନ ହେବ। ଠିଅ ଫିଅ ଖୋଲା ହେଇନି। ତ ସପୋର୍ଟଟା ଦେଖୁଥିବେ ବାଡ଼ିଆ ହେଇଛି, ଘରର ସପୋର୍ଟଟା ବାଡ଼ିଆ। ଇଏ ମୋ ତପି ସେ ଯେଉଁ କୁକୁରଟା ଦେଲା ସେଇଟା ମରିଗଲା ଗାଡ଼ି ଆକ୍ସିଡେଣ୍ଟରେ। ରୋଡ଼ ସାଇଡ଼ ଘର ଯେହେତୁ ରୋଡ଼ ସାଇଡ଼ରେ ଆକ୍ସିଡେଣ୍ଟ ମରିଗଲା। ଇଏ ଆଉ ଗୋଟେ ଆମର ତପି ଆଇଛି। ତପି ଆଉ ଟିକେ ଉପରକୁ ଯିବା। ଆଉ ସବୁ ମାନେ ଘର ସବୁ ପଟା ଖୋଲା ହେଇନି, ଉପରୁ ଚାଲ ଯିବା। ସେତେବେଳେ ତ ଏପଟେ ଦେଖୁଥିବେ ସିଢ଼ି ଘରଟା ଯେଉଁ ଅଧା ହେଇଛି, ବିଲ କାମ ଲାଗିଲା ହେଲେ କାମ ଟିକେ ବନ୍ଦ ଅଛି। ଏ ସିଢ଼ି ଘରଟା ହେଉଛି ଦେଖୁଥିବେ ଛାତ ହେଇ ସିଢ଼ି ଘର ପାଇଁ ଇଟା ଗୁରା ପଡ଼ିଛି, ଭଙ୍ଗା ଇଟା ଗୁରା ଯୋଡ଼େଇ ଯୋଡ଼େଇ କରି ଫାଇନାଲ ଦେଖୁଥିବେ ଟପଟା ଚେଞ୍ଜ ହେଇଛି। ଓଦା ହେଇକିରି ସେମିତି ଅଛି, ପୁରା ତ ମାଡ଼ୁନି। ଯିବା ଘରଟା ଜଳୁଛି ପୁରା ଦେଖୁଥିବେ। ଏପଟ ସବୁ ଦେଖୁଥିବେ ରୁଆ ରୁଇ ଅଧେ ସରିଗଲାଣି। ପାଣି ଏପଟ ସାଇଡ୍ ରୋଡ ସାଇଡ୍ ଏପଟେ ପୁରା ପାଣି ଏପଟେ ସବୁ ଅଛି। ଏପଟେ ପାଣି ବହୁତ କମ୍। ସେପଟେ ଗୋଟେ ନଈ, ଏପଟେ ଗୋଟେ ନଈ ହେଲା। ଏପଟେ ପାଣି ଏତେ ନାହିଁ। ଏପଟେ ଠେଙ୍ଗ ପାଇଁ ଏ ବର୍ଷ ଜମି ପାଇଁ ନାହିଁ, ଚାଷ ନାହିଁ। ଏପଟେ ଟୋଟାଲି ପାଣି ହେଇଯାଇଛି। ଚାଲନ୍ତୁ ବାପାଙ୍କ କତିରେ ପହଞ୍ଚିଲେ ଏବେ। ଆମର ଏତିକି ତଳି ଉପରା ସରିଲାଣି। 10 ଗୁଣ୍ଠ ଉପୁଡ଼େଇବା ପାଇଁ ଉପରା ହେଇକି ରୁଆ ରୁଇ ସରିଲାଣି। ଆଉ ଏତିକି ଅଛି। ଆଉ ଏତିକି ଉପରେ ବା ଏଇ ସାଇଡ୍ ଏତକ ଉପରା ହବ। ଉପାରି ସାରିଲା ପରେ କିଏ ଟୋଟାଲି କମ୍ପ୍ଲିଟ୍ ହେଇଯିବ। ଏତକ କମ୍ପ୍ଲିଟ୍ ହେଲା, ଇଏ ରହିବ ଆଉ ଗୋଟେ କିଆରି ପାଇଁ ରୁଆ ରୁଇ ହେବା ପାଇଁ। ଇଏ ଏତକ କମ୍ପ୍ଲିଟ୍ ସାରିକିନା ଏତକ ରୁଇ ଦେବୁ, ମାନେ ଏମିତି ରୁଆ ହେଇଯିବ। ଆଉ ଚାଲନ୍ତୁ ଦେଖିଆ ନେକ୍ସଟ କ'ଣ ହେଉଛି ଆଜି ଦିନରେ, ଭିଡ଼ିଓରେ ଆପଣଙ୍କୁ ଦେଖେଇବି। ଦେଖୁଥିବେ ଅବସ୍ଥା ଏମିତି। ଏବେ ତଳି ଉପରା ସରିଲା, ବାପା କିଛି ଉପାରିଲେ, ଆଉ ମୁଁ କିଛି ଉପାରି ଦେଲି। ବାପା ନେଇକି ଗଲେ ସେପଟକୁ, ଆମର ଆଉ ଗୋଟେ କିଆରି ଅଛି, ଏଇଠି ଉପାରିଲି। ସମୟ ହେଲାଣି 11ଟା, ଯିବା ଖାଇବା ପିଇବା ବନେଇବାକୁ ପଡ଼ିବ। ଅବସ୍ଥା ଦେଖୁଥିବେ ଦେଖୁଥିବେ। ଯିବା ଚାଲ, ରୋଷେଇ କ'ଣ ହବ ଦେଖିବା। ରୋଷେଇ ଡାଲି ଭାତ, ଆଜି ତ ଗୁରୁବାର, ଦେଖିବା ଡାଲି ଭାତ କରିଦେବା ଟିକେ, ଆଳୁ ଭଜା। ଚାଲନ୍ତୁ ଯିବା।